ରାଧେ ରାଧେ ଦର୍ଶକ ବନ୍ଧୁ, ପ୍ରିୟ ଭକ୍ତଗଣ, ଆପଣମାନେ ଶ୍ରୀ ଲାଡଲିଜୀ ମହାରାଜଙ୍କର ଜନ୍ମୋତ୍ସବ ଓ ତାଙ୍କର ମହାନ କୃପାର କଥା ଶୁଣିଛନ୍ତି। ଏବେ ଆସନ୍ତୁ ଶ୍ରୀ ରାଧାରାଣୀଙ୍କର ପୂଜା ବିଧି ଜାଣିବା। ଯଦି ଆପଣ ରାଧାଷ୍ଟମୀ ବ୍ରତକୁ ପୂର୍ଣ୍ଣ ନିୟମ ଓ ଶ୍ରଦ୍ଧାର ସହିତ ପାଳନ କରିବାକୁ ଚାହାନ୍ତି, ତେବେ ସର୍ବପ୍ରଥମେ ଏହି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତୁ। ବ୍ରହ୍ମ ମୁହୂର୍ତ୍ତ ହେଉଛି ସୂର୍ଯ୍ୟୋଦୟର ପ୍ରାୟ 1.5 ଘଣ୍ଟା ପୂର୍ବର ସମୟ। ଏହି ସମୟରେ ଉଠି ସ୍ନାନାଦି କରି ଶରୀର, ମନ ଓ ବାଣୀକୁ ପବିତ୍ର କରନ୍ତୁ। ତାପରେ ଆପଣଙ୍କ ଘରେ ଥିବା ମନ୍ଦିର ବା ପୂଜା ସ୍ଥାନକୁ ଗଙ୍ଗା ଜଳରେ ଶୁଦ୍ଧ କରନ୍ତୁ। ଯଦି ଆପଣଙ୍କ ଘରେ ବିଗ୍ରହ ବା ଚିତ୍ର ଅଛି, ତେବେ ଭଗବାନଙ୍କୁ ପ୍ରଣାମ କରି ସେମାନଙ୍କୁ ଜାଗ୍ରତ କରନ୍ତୁ ଓ ଭୋଗ ଅର୍ପଣ କରନ୍ତୁ। ତାପରେ ମଙ୍ଗଳ ଆରତି କରନ୍ତୁ। ଯଦି ଘରେ ଏହା ସମ୍ଭବ ନୁହେଁ, ତେବେ ନିକଟସ୍ଥ ମନ୍ଦିରକୁ ଯାଇ ଆରତି କରନ୍ତୁ। ଯଦି ତାହା ମଧ୍ୟ ସମ୍ଭବ ନୁହେଁ, ତେବେ ସକାଳ 4:30ରେ ଅନଲାଇନରେ ମଙ୍ଗଳ ଆରତିର ଦର୍ଶନ ନିଶ୍ଚୟ କରନ୍ତୁ। ଏହାପରେ ତୁଳସୀ ମହାରାଣୀଙ୍କ ପୂଜା କରନ୍ତୁ, ତାଙ୍କୁ ଜଳ ଅର୍ପଣ କରନ୍ତୁ ଓ ଅତି କମରେ 3 ଥର ତାଙ୍କର ପରିକ୍ରମା କରନ୍ତୁ। ତାପରେ ତାଙ୍କ ସମ୍ମୁଖରେ ବସି ହରେ କୃଷ୍ଣ ମହାମନ୍ତ୍ରର ଜପ କରନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏହି ମନ୍ତ୍ରକୁ ଜପ କରନ୍ତୁ। ରାଧାଷ୍ଟମୀ ଦିନ ବିଶେଷ ଭାବେ ସଂକଳ୍ପ କରନ୍ତୁ ଯେ ଆପଣ ଏହି ମହାମନ୍ତ୍ରର ମାଳା ଯଥାସମ୍ଭବ ଅଧିକ ସଂଖ୍ୟାରେ ଜପ କରିବେ। ଏହି ମହାମନ୍ତ୍ରରେ ହରେ ଶବ୍ଦ ସ୍ୱୟଂ ରାଧାରାଣୀଙ୍କର ପ୍ରତୀକ। ତେଣୁ ଯେତେବେଳେ ଆପଣ କୃଷ୍ଣ ନାମର ସହିତ ହରେର ସ୍ମରଣ କରନ୍ତି, ରାଧାରାଣୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଏହି ବ୍ରତରେ ଯଦି ସମ୍ଭବ, ତେବେ ଦିବା 12 ଘଣ୍ଟା ପର୍ଯ୍ୟନ୍ତ ନିର୍ଜଳ ଉପବାସ କରିବା ସର୍ବଶ୍ରେଷ୍ଠ ମନାଯାଏ। ଯଦି ନିର୍ଜଳ ଉପବାସ ସମ୍ଭବ ନୁହେଁ, ତେବେ କେବଳ ଜଳ ଗ୍ରହଣ କରିପାରିବେ। ଦିନ 12ଟାରେ ରାଧାରାଣୀଙ୍କର ଅଭିଷେକ ସମ୍ପନ୍ନ ହେବା ପରେ ତାଙ୍କ ଚରଣାମୃତ ଦ୍ୱାରା ବ୍ରତର ପାରଣ କରନ୍ତୁ। ଯଦି ଆପଣ ଘରେ ଅଭିଷେକ କରିବାକୁ ଚାହାନ୍ତି, ତେବେ ମନେ ରଖନ୍ତୁ ଯେ ରାଧାରାଣୀଙ୍କର ଅଭିଷେକ ଶ୍ରୀକୃଷ୍ଣଙ୍କ ସହିତ ମିଶି କରନ୍ତୁ, ଏକାକୀ ନୁହେଁ। ଅଭିଷେକ ପାଇଁ ପଞ୍ଚାମୃତର ବ୍ୟବହାର କରନ୍ତୁ: ଦୁଧ, ଦହି, ଘିଅ, ମହୁ ଓ ଗଙ୍ଗାଜଳ। ଶେଷରେ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ। ଅଭିଷେକ ବିଧି ସେହି ଅଟେ ଯାହା ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର କରାଯାଏ। ଏହା ବ୍ୟତୀତ ରାଧାଷ୍ଟମୀରେ ରାଧାରାଣୀଙ୍କୁ ବିଶେଷ ସାତ୍ତ୍ୱିକ ଭୋଗ ଅର୍ପଣ କରନ୍ତୁ। ମାନ୍ୟତା ଅଛି ଯେ ରାଧାରାଣୀଙ୍କୁ ଅରବି ଟାରୋରୁଟ୍ ଅତ୍ୟନ୍ତ ପ୍ରିୟ, ତେଣୁ ଏହାକୁ ନିଶ୍ଚୟ ଭୋଗ ଲଗାନ୍ତୁ। ଏହା ସହିତ ଫଳ, ମାଖନ, ମିଶ୍ରି ଓ କ୍ଷୀର ଅର୍ପଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ। ଏହିପରି ଯଦି ଆପଣ ଶ୍ରଦ୍ଧା, ଭକ୍ତି ଓ ନିୟମ ସହିତ ବ୍ରତ ପାଳନ କରନ୍ତି, ତେବେ କେବଳ ରାଧାରାଣୀ ନୁହେଁ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବ। ତେଣୁ ପ୍ରିୟ ଭକ୍ତଗଣ, ରାଧାଷ୍ଟମୀ ଦିନ ଆପଣ ଆରବିର ମୂଳ ବା ପତ୍ରରୁ ବିଭିନ୍ନ ପ୍ରକାରର ସାତ୍ତ୍ୱିକ ବ୍ୟଞ୍ଜନ ପ୍ରସ୍ତୁତ କରି ରାଧାରାଣୀଙ୍କୁ ଅର୍ପଣ କରିପାରିବେ। ଦିନ ସମୟରେ ଅଭିଷେକ ପରେ ବ୍ରତର ପାରଣ କରି ଆପଣ ସମ୍ପୂର୍ଣ୍ଣ ଦିନ ଏକାଦଶୀ ବା ଅନ୍ନପ୍ରସାଦ ଗ୍ରହଣ କରିପାରିବେ। ଏହି ଦିନର ସବୁଠାରୁ ବଡ଼ ମହତ୍ତ୍ୱ ହେଉଛି ଯଥାସମ୍ଭବ ଅଧିକ ସମୟ ରାଧାରାଣୀ ଓ ଶ୍ରୀକୃଷ୍ଣଙ୍କର କଥାର ଶ୍ରବଣ ଓ ପଠନ କରିବା। ରାଧାରାଣୀଙ୍କୁ ପ୍ରସନ୍ନ କରିବା ପାଇଁ 2ଟି ମୁଖ୍ୟ କାର୍ଯ୍ୟ ବିଶେଷ ଭାବେ କରିବା ଉଚିତ। ଶ୍ରୀକୃଷ୍ଣଙ୍କର ନାମ ଜପ। ଭଗବାନ ଶ୍ରୀକୃଷ୍ଣଙ୍କ ନାମର ଯଥାସମ୍ଭବ ଅଧିକ ଜପ କରନ୍ତୁ। ଯେଉଁଠାରେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ, ସେଠାରେ ରାଧାରାଣୀଙ୍କର କୃପା ସ୍ୱତଃ ବର୍ଷିତ ହୁଏ। ତେଣୁ ଏହି ଦିନ ସଂକଳ୍ପ କରନ୍ତୁ ଯେ ଆପଣ ହରେ କୃଷ୍ଣ ମହାମନ୍ତ୍ରର ଅତି କମରେ 16, 25, 32 ବା 64 ମାଳା ନିଶ୍ଚୟ ଜପ କରିବେ। ଶ୍ରୀକୃଷ୍ଣଙ୍କ ନାମର ପ୍ରଚାର। ଯେତେ ଅଧିକ ଆପଣ ଅନ୍ୟମାନଙ୍କୁ ଭଗବାନଙ୍କ ନାମ, ତାଙ୍କ ଲୀଳା ଓ ମହିମା ବିଷୟରେ କହିବେ, ସେତେ ଅଧିକ ରାଧାରାଣୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଆପଣ ନିଜ ପରିବାର ସହିତ ବସି ଶ୍ରୀମଦ୍ ଭାଗବତର ପାଠ କରିପାରିବେ, ଭଗବଦ୍ ଗୀତାର ଅଧ୍ୟୟନ କରିପାରିବେ ଓ କୃଷ୍ଣ କଥାର ଆଲୋଚନା ମଧ୍ୟ କରିପାରିବେ। ଏହା ସହିତ ଅନ୍ୟମାନଙ୍କୁ ଭକ୍ତି ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେବା ରାଧାରାଣୀଙ୍କୁ ଅତ୍ୟନ୍ତ ପ୍ରିୟ।
ଏହି ପବିତ୍ର ଦିନରେ କୌଣସି ନା କୌଣସି ରୂପରେ ସେବା ନିଶ୍ଚୟ କରନ୍ତୁ। ତାହା ମନ୍ଦିରରେ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷ, ଦାନ ଦେଇ ହେଉ ବା ସମୟ ଓ ଶ୍ରମ ଦେଇ ହେଉ। ବିଶେଷ ଭାବେ ରାଧା କୃପା କଟାକ୍ଷ ସ୍ତୋତ୍ରର ପାଠ କରନ୍ତୁ ଓ ରାଧାରାଣୀଙ୍କୁ ଏହି ପ୍ରାର୍ଥନା କରନ୍ତୁ ଯେ ସେ ଆମକୁ ଶୁଦ୍ଧ କୃଷ୍ଣ ପ୍ରେମର ବରଦାନ ପ୍ରଦାନ କରନ୍ତୁ। କାରଣ ମନେ ରଖନ୍ତୁ, ଶ୍ରୀମତୀ ରାଧାରାଣୀ ବ୍ୟତୀତ ଅନ୍ୟ କେହି ଏହି ଶକ୍ତି ରଖିନାହାନ୍ତି ଯେ ଆମକୁ ଶ୍ରୀକୃଷ୍ଣଙ୍କର ପ୍ରାପ୍ତି କରାଇ ପାରନ୍ତି। ଶ୍ରୀକୃଷ୍ଣ ସ୍ୱୟଂ ରାଧାରାଣୀଙ୍କର ଅଟନ୍ତି ଓ ସେ ହିଁ ଆମକୁ ତାଙ୍କ ପ୍ରିୟତମଙ୍କ ଶରଣରେ ପହଞ୍ଚାଇ ପାରନ୍ତି। ତେଣୁ ଏହିପରି ଶ୍ରଦ୍ଧା, ନିୟମ ଓ ଭକ୍ତି ସହିତ ରାଧା ଅଷ୍ଟମୀ ବ୍ରତ ପାଳନ କରନ୍ତୁ। ଓ ହଁ, ଏହି ରାଧା ଅଷ୍ଟମୀରେ ଆପଣ ରାଧାରାଣୀଙ୍କ ପାଇଁ କେଉଁ ବିଶେଷ ଭୋଗ ପ୍ରସ୍ତୁତ କରୁଛନ୍ତି ତାହା ଆମକୁ ନିମ୍ନରେ ମନ୍ତବ୍ୟ କରି ନିଶ୍ଚୟ ଜଣାନ୍ତୁ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଆପଣଙ୍କ ବନ୍ଧୁ ଓ ପରିବାର ସହିତ ନିଶ୍ଚିତ ସେୟାର କରନ୍ତୁ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଶ୍ରୀ ରାଧେ, ଜୟ ଶ୍ରୀକୃଷ୍ଣ, ହରେ କୃଷ୍ଣ।